ବିଜେଡି କିଛି କାହାକୁ ଅଣଦେଖା କରେ ନା। ନବୀନ ବାବୁ ପାର୍ଟିର ସଭାପତି ଭାବରେ ସବୁ ସୀମା ସରଦର ଗଣତାନ୍ତ୍ରିକ ବ୍ୟବସ୍ଥା ପାର୍ଟିର ପରିଚାଳନା ସବୁ କଥାକୁ ସମୀକ୍ଷା କରନ୍ତି ଏବଂ ଅତି ବିଶୃଙ୍ଖଳିତ ନହେଲେ ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନିଅନ୍ତି। ଯାହାକୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଠିକ ଭାବରେ ନେଇଛନ୍ତି, ଠିକ ସମୟ ନେଇଛନ୍ତି, ସେ ପ୍ରଫୁଲ୍ଲ ବାବୁ ହୁଅନ୍ତୁ ଯିଏ ହୁଅନ୍ତୁ। ଆଜି ଯୋଉମାନେ ଦେବାଶିଷ ବାବୁଙ୍କର ବକ୍ତବ୍ୟରେ ମୋର କିଛି ବକ୍ତବ୍ୟ ଦେବାର ନାହିଁ, କାରଣ ସେ କୋଉ ଅବସ୍ଥାରେ ଥାନ୍ତି କଣ କହନ୍ତି ସେ ନିଜେ ବୁଝୁଛନ୍ତି। ତାଙ୍କ ସମ୍ପର୍କରେ ଆଉ କରିଦିଆ କଥା କୁହାଯାଇ ପାରିବ ନାହିଁ। ପାର୍ଟି କି ଦୁର୍ବଳ କରିବା ପାଇଁ ଗୋଟେ ଶୃଙ୍ଖଳା କମିଟି ପାର୍ଟିର ଅଛି। ଏଭଳି ବକ୍ତବ୍ୟ ଦବା ପାର୍ଟିକୁ ଦୁର୍ବଳ କରିବା ସାଙ୍ଗରେ ସମାନ। ସେଥିପାଇଁ ସମସ୍ତେ ଯାହାର ଯାହା ସମସ୍ୟା ଅଛି ଆମେ ଭୁଲ ତଥ୍ୟ ଦବାନି। ନବୀନ ବାବୁ ସ୍ୱାସ୍ଥ୍ୟଗତ କାରଣରୁ ଯୋଉ 5-6 ଦିନ ରହିଲେ ହସ୍ପିଟାଲ ଆସିଲା ପରେ କେଇ ହଜାର ଲୋକଙ୍କୁ ସାକ୍ଷାତ କରୁଛନ୍ତି ଏବଂ ସେ ନିଜେ ସେଇ ହସ୍ପିଟାଲରୁ କହିଥିଲେ, କହିଲେ ମୁଁ ଯାଏ ଏ ହସ୍ପିଟାଲରେ ସମସ୍ତେ ଆସିପାରୁନାହାନ୍ତି, ସେ ଗଲେ ସମସ୍ତେ ଏଠି ଆସିପାରିବ, ସମସ୍ତେ ଆସେ। ମାନେ ଆପଣଙ୍କର 8-10 ଦିନ ପୁରା ଲୋକ ଧାଡ଼ି ଲାଗିଲା ସାକ୍ଷାତ କଲେ। ତେଣୁକରି ଯୋଉମାନେ ବି ସେ ଶ୍ରୀମୟୀ ମ୍ୟାଡାମଙ୍କ ସମ୍ପର୍କ କହୁଛନ୍ତି, ଯୋଉ କଥା କହୁଛନ୍ତି, ଯୋଉମାନେ ବିଶୃଙ୍ଖଳିତ ଭାବରେ ପାର୍ଟିରେ ସମସ୍ତ ସୁବିଧା ସୁଯୋଗ ପ୍ରଫୁଲ୍ଲ ବାବୁଙ୍କ ସମ୍ପର୍କ କହୁଛନ୍ତି, ପାର୍ଟିରେ ସମସ୍ତ ସର୍ବୋଚ୍ଚ ସୁବିଧା ନେଇଥିବା ଲୋକ ସମ୍ପର୍କରେ ଆମେ କହିବା ନବୀନ ବାବୁ କିଛି ନ ଦେଖି ପଦକ୍ଷେପ ନିଅନ୍ତୁ। ସେ ସଭା ଶେଷରେ ପଦକ୍ଷେପ ନିଅନ୍ତୁ।